ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଭାରତୀୟମ୍ ଦେଶାତ୍ମକ ବୋଧକ ସଙ୍ଗୀତ ଉତ୍ସବ ଗତ ସ୍ୱାଧୀନତା ଦିବସର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପ ଭୁବନେଶ୍ୱରଠାରେ ମହାସମାରୋହରେ ପାଳନ କରାଯାଇଥିଲା। ସେହି ଉତ୍ସବ ଅନ୍ତର୍ଗତ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଫଟୋ ଓ ଚିତ୍ରକଳା ପ୍ରଦର୍ଶନୀ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସେଠୀ ଏବଂ ଶିକ୍ଷକ ଛତ୍ରପତି ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ଏବଂ ଛାତ୍ରମାନଙ୍କର 30 ଗୋଟି ଚିତ୍ରକଳାକୁ ନେଇ ଗୋଟିଏ ସୁନ୍ଦର ମନଲୋଭା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା, ଯାହାକୁ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉଦ୍ଘାଟନ କରିଥିଲେ। ସାଥିରେ ତାଙ୍କର ସହଧର୍ମିଣୀ ଶ୍ରୀମତୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି, ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ତଥା ବହୁ ବିଶିଷ୍ଟ ପଦାଧିକାରୀ ଉପସ୍ଥିତ ଥିଲେ। ଘରେ ଘରେ ତ୍ରିରଙ୍ଗା ବା ହର ଘର ତିରଙ୍ଗା ହେଉଛି ଏକ ଅଭିଯାନ ଯାହା ଆଜାଦୀ କା ଅମୃତ ମହୋତ୍ସବର ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା, ଯାହାଦ୍ୱାରା ଲୋକମାନଙ୍କୁ ଭାରତର ସ୍ୱାଧୀନତାକୁ ଚିହ୍ନିତ କରିବା ପାଇଁ ସମସ୍ତଙ୍କ ଘରେ ତ୍ରିରଙ୍ଗାକୁ ଉତ୍ତୋଳନ କରିବା ପାଇଁ ଉତ୍ସାହିତ କରାଯାଇଥିଲା। ଏହି ଚିନ୍ତାଧାରାରୁ ଉତ୍ପନ୍ନ ହୋଇଥିଲା ଯେ ଜାତୀୟ ପତାକା ସହିତ ଆମର ସମ୍ପର୍କ ସର୍ବଦା ବ୍ୟକ୍ତିଗତ ଅପେକ୍ଷା ଅଧିକ ଆନୁଷ୍ଠାନିକ ଏବଂ ସାଂଗଠନିକ ହୋଇ ଆସିଛି। ଏହି ଅଭିଯାନ ଜାତୀୟ ପରିଚୟ, ଦେଶପ୍ରେମ ଏବଂ ଗର୍ବ ଓ ଗୌରବର ଏକ ସଫଳ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ ହୋଇପାରିଛି। ଚିତ୍ରଶିଳ୍ପୀମାନଙ୍କ ଚିତ୍ରକଳା ପ୍ରଦର୍ଶନୀକୁ ଦେଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୂୟସୀ ପ୍ରଶଂସା କରିଥିଲେ। ସତରେ ଚିତ୍ରକଳାଗୁଡ଼ିକ ଦର୍ଶକଙ୍କ ମନ ଓ ହୃଦୟକୁ ଛୁଇଁ ଯାଇଥିଲା। ପ୍ରତ୍ୟେକ ଚିତ୍ରକଳା ଜାତୀୟତାବୋଧ ତଥା ସ୍ୱାଧୀନତାର ଗାଥା ବହନ କରୁଥିଲା। କିଛି ଚିତ୍ରକଳା ସତେ ଯେପରି ସୁନେଲି ଭବିଷ୍ୟତର ମୁଖସାକ୍ଷୀ ହେବା ପାଇଁ ଅପେକ୍ଷା କରିଥିବା ବେଳେ କିଛି ଚିତ୍ର ଅତୀତର ସେହି ଅଭୁଲା ମୁହୂର୍ତ୍ତକୁ ଉଜାଗର କରିଦେଉଥିଲା। ଆଉ କିଛି ଚିତ୍ରକଳା ସମସ୍ତଙ୍କ ଭାବାବେଗକୁ ଛୁଇଁ ମନରେ କୋହ ଆଣି ଦେଉଥିଲା, ତ କିଛି ଚିତ୍ର ଉତ୍ସାହ ଏବଂ ସମ୍ଭାବନା ସହିତ ଯୋଡ଼ି ହୋଇଯାଉଥିଲା। ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ପରିଧିକୁ ଛୁଇଁ ଯାଇଥିବା ମନଲୋଭା ତଥା ଚିତ୍ତାକର୍ଷକ ଚିତ୍ରକଳା ପ୍ରଦର୍ଶନୀଟିକୁ ଦେଖି ଆଖି ଖୁସି ହୋଇଯାଉଥିଲା। ସମୟର ତାଳରେ ତରଙ୍ଗାୟିତ କ୍ଷଣଗୁଡ଼ିକ ସତରେ କିଛି ସମୟ ପାଇଁ ଅଟକି ଯାଉଥିଲା। ମା ଭାରତୀ ପାଇଁ ଉତ୍ସର୍ଗ କରିଥିବା ବୀରତା, ସଂସ୍କୃତି ତଥା ସେବାର ଝଲକ ବାରି ହୋଇ ପଡ଼ୁଥିଲା। ସେହି ମୁଖସାକ୍ଷୀର କିଛି ମୁହୂର୍ତ୍ତ ନିଶ୍ଚଳ ମନରେ ତରଙ୍ଗର ଢେଉ ଗଢ଼ି ଦେଉଥିଲା। ଦେଶପ୍ରେମ, ବୀରତା, ଶୌର୍ଯ୍ୟ, ପରାକ୍ରମର କାହାଣୀ ଗୁଡ଼ିକ କହି ଉଠୁଥିଲା। ତା ସାଙ୍ଗକୁ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଫଟୋ ପ୍ରଦର୍ଶନୀ ବେଶ ହୃଦୟସ୍ପର୍ଶୀ ଥିଲା। ଜାତୀୟ ପତାକାର ସଠିକ ବ୍ୟବହାର, ଜାତୀୟ ପତାକାର ଅପବ୍ୟବହାର ଏକ ଦଣ୍ଡନୀୟ ଅପରାଧର ଫଟୋଚିତ୍ର ଗୁଡ଼ିକ ସ୍ଥାନ ପାଇଥିଲା। ସାହସ, ତ୍ୟାଗ, ସତ୍ୟ, ଶାନ୍ତି ତଥା ସମ୍ପନ୍ନତାକୁ ସମନ୍ୱିତ କରିଥିବା ଏହି ପତାକାକୁ ସମ୍ମାନ ପ୍ରଦର୍ଶନ କରିବା ଏବଂ ମହାଭାରତୀୟତାର ମନ୍ତ୍ରରେ ଦୀକ୍ଷିତ ହେବା ଏହାର ମୂଳ ମନ୍ତ୍ର ଥିଲା। ବିଜୟୀ ବିଶ୍ୱ ତ୍ରିରଙ୍ଗା ପ୍ୟାରା, ଝଣ୍ଡା ଉଞ୍ଚା ରହେ ହମାରା। ପ୍ରତି ଘରୁ, ପ୍ରତି ହୃଦୟରୁ ତ୍ରିରଙ୍ଗା ଉଡ଼ୁ। ଘରେ ଘରେ ତ୍ରିରଙ୍ଗା ଆମ ଜାତୀୟ ପତାକାର ଯାତ୍ରା, ସାହସ, ସଂସ୍କୃତି ଓ ସେବାର ପରିଚୟ ସୃଷ୍ଟି କରୁଥିଲା। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକବାଦ୍ୟ ତଥା ଲୋକନୃତ୍ୟ ବେଶ ହୃଦୟସ୍ପର୍ଶୀ ହୋଇଥିଲା। ଆସନ୍ତୁ ଦେଖିବା ତାର କିଛି ଝଲକ।
ତାପରେ ପରେ ଓଡ଼ିଶାର ବିଶିଷ୍ଟ 18 ଜଣ କଣ୍ଠଶିଳ୍ପୀମାନଙ୍କୁ ନେଇ ଦେଶାତ୍ମକ ବୋଧକ ସଙ୍ଗୀତ ଉତ୍ସବର ଆୟୋଜନ ହୋଇଥିଲା ରବୀନ୍ଦ୍ର ମଣ୍ଡପର ଅଡିଟୋରିୟମ ଭିତରେ। ଆସନ୍ତୁ ଉପଭୋଗ କରିବା ସେହି କଣ୍ଠଶିଳ୍ପୀମାନଙ୍କର ଚିତ୍ତାକର୍ଷକ କାର୍ଯ୍ୟକ୍ରମ।